ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ। ଆସୁ ହବକୁକ୍ ଭବିଷ୍ୟତବକ୍ତା ଖରାପ ପରିସ୍ଥିତିରେ କ'ଣ ସବୁ କରିଥିଲେ 8ଟି ବିଷୟ। ଆସୁ 8ଟି ବିଷୟକୁ ଗୋଟି ଗୋଟି କରି ଆମେ ଶିଖିବା। ପ୍ରଥମ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 1 ଅଧ୍ୟାୟ 2 ପଦ। ହବକୁକ୍ ଭବିଷ୍ୟତବକ୍ତା ଖରାପ ପରିସ୍ଥିତିରେ ପରମେଶ୍ୱରଙ୍କ ନିକଟରେ କାନ୍ଦିଲେ। ହଁ, ହବକୁକ୍ ଭବିଷ୍ୟତବକ୍ତା ପରମେଶ୍ୱରଙ୍କର ଉପସ୍ଥିତିରେ ଲମ୍ବା ସମୟ ପର୍ଯ୍ୟନ୍ତ ସେ କାନ୍ଦିଥିଲେ। ଦ୍ୱିତୀୟ ବିଷୟ, ହବକୁକ୍ ପୁସ୍ତକ 2 ଅଧ୍ୟାୟ 1 ପଦ। ହବକୁକ୍ ଭବିଷ୍ୟତବକ୍ତା ପରମେଶ୍ୱରଙ୍କର ଉପସ୍ଥିତିରେ ଲମ୍ବା ସମୟ ଧରି ପରମେଶ୍ୱରଙ୍କର ଉତ୍ତର ପାଇଁ ସେ ପରମେଶ୍ୱରଙ୍କର ଉପସ୍ଥିତିରେ ଛିଡ଼ା ହୋଇଥିଲେ। ତୃତୀୟ ବିଷୟ, ହବକୁକ୍ ପୁସ୍ତକ 3 ଅଧ୍ୟାୟ 18 ପଦ। ହବକୁକ୍ ଭବିଷ୍ୟତବକ୍ତା ଖରାପ ପରିସ୍ଥିତିରେ ବା ବିପରୀତ ପରିସ୍ଥିତିରେ ପରମେଶ୍ୱରଙ୍କର ଉପସ୍ଥିତିରେ ସିଏ ଆନନ୍ଦ କଲେ। ଚତୁର୍ଥ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 3 ଅଧ୍ୟାୟ 18 ପଦ। ହବକୁକ୍ ଭବିଷ୍ୟତବକ୍ତା ବିପରୀତ ପରିସ୍ଥିତିରେ ବା ଖରାପ ପରିସ୍ଥିତିରେ ପରମେଶ୍ୱରଙ୍କ ନିକଟରେ ଉଲ୍ଲାସ କଲେ। ପଞ୍ଚମ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 3 ଅଧ୍ୟାୟ 19 ପଦ। ହବକୁକ୍ ଭବିଷ୍ୟତବକ୍ତା ବିପରୀତ ପରିସ୍ଥିତିରେ ହବକୁକ୍ ଭବିଷ୍ୟତବକ୍ତା ପରମେଶ୍ୱରଙ୍କ ନିକଟରେ ସମ୍ପୂର୍ଣ୍ଣ ଭରସା କଲେ। ଆସନ୍ତୁ ଜାଣିବା ଷଷ୍ଠ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 3 ଅଧ୍ୟାୟ 1 ପଦ। ହବକୁକ୍ ଭବିଷ୍ୟତବକ୍ତା ବିପରୀତ ପରିସ୍ଥିତିରେ ବା ଖରାପ ପରିସ୍ଥିତିରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ସପ୍ତମ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 2 ଅଧ୍ୟାୟ 4 ପଦ। ହବକୁକ୍ ଭବିଷ୍ୟତବକ୍ତା ଖରାପ ପରିସ୍ଥିତିରେ ବା ବିପରୀତ ପରିସ୍ଥିତିରେ ପରମେଶ୍ୱରଙ୍କ ନିକଟରେ ବିଶ୍ୱାସ କଲେ। କହିଲେ, ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ। ଶେଷ ବିଷୟ ବା ଅଷ୍ଟମ ବିଷୟ, ହବକୁକ୍ ଭବିଷ୍ୟତବକ୍ତାଙ୍କ ପୁସ୍ତକ 1 ଅଧ୍ୟାୟ 12 ପଦ। ହବକୁକ୍ ଭବିଷ୍ୟତବକ୍ତା ଖରାପ ପରିସ୍ଥିତିରେ ବା ବିପରୀତ ପରିସ୍ଥିତିରେ ସିଏ ସାହସ ସହିତ କହିଲେ, ଆମ୍ଭେମାନେ ବିନଷ୍ଟ ନହେବା ବା ଆମ୍ଭେମାନେ ମୃତ୍ୟୁବରଣ କରିବା ନାହିଁ, କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବଳ, ପରିତ୍ରାଣ ଓ ଆମ୍ଭମାନଙ୍କର ଉଦ୍ଧାର ଅଟନ୍ତି। ଆପଣ ସମସ୍ତେ ପରମେଶ୍ୱରଙ୍କର ବାକ୍ୟ ଶୁଣିଥିବାରୁ ଆପଣ ସମସ୍ତଙ୍କୁ ପ୍ରଭୁ ବହୁତ ପରିମାଣରେ ଆଶୀର୍ବାଦ କରନ୍ତୁ। ଦୟାକରି ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଆମେନ୍।